ଅପାସରା କାହାଣୀ। ବୁଢ଼ୀର ବିରାଡ଼ି। ଅଣେଇ ହୋଇ ପଡ଼ିଥିବା ଛୋଟ ଘରେ ରହୁଥିଲା ଦୁବୁଲା ପତଳା ବୁଢ଼ୀଟିଏ। ସେ ପାଳିଥିଲା ତାରି ପରି ପତଳା ନିରିମାଖି ବିରାଡ଼ିଟିଏ। ବିରାଡ଼ିଟି କେବେ ରୁଟି ଖଣ୍ଡେ ଚାଖି ନଥିଲା। ବାଲିରେ ମୂଷା ପାଦ ଚିହ୍ନ ଦେଖିବା ଛଡ଼ା କେବେ ସେ ମୂଷା କତିକି ବି ଯାଇ ନଥିଲା। ଦିନେ ସକାଳେ ସବୁଥର ପରି ସେ ଛାତ ଉପରେ ବସିଥିଲା ବେଳେ ଦେଖିଲା ଆଉ ଗୋଟାଏ ବିରାଡ଼ି ସାମ୍ନା ଘର ଛାତ ବାଡ଼ରେ ଯାଉଛି। ପ୍ରଥମେ ସେ ବିରାଡ଼ିଟିକୁ ନିଜ ଜାତି ଭାଇ ବୋଲି ଚିହ୍ନି ପାରିଲା ନାହିଁ। ତାର ଦି ପାଖ ଚିକ୍କଣ ଓ ମୋଟା ଦିଶୁଥିଲା। ତା ସିଧା ଲାଙ୍ଗୁଡ଼କୁ ଉପରକୁ ସଲଖି ରଖିଥିଲା। ଖରାରେ ତାର ହଳଦିଆ ଆଖି ମିଟି ମିଟି କରୁଥିଲା। ମୋଟା ବିରାଡ଼ିଟି ପାଖେଇ ଆସିଲାରୁ ପତଳା ବିରାଡ଼ି ଡାକ ପକାଇଲା, ହେ ପଡ଼ୋଶୀ, ତୁମେ ଦୁନିଆର ସବୁଠୁ ସୁଖୀ ବିରାଡ଼ି ପରି ଦେଖାଯାଉଛ। ଏତେ ମୋଟା ହୋଇଛ, ସତେ ଅବା ତୁମ ପ୍ରତିଦିନ ଭୁରି ଭୋଜନ ଖାଉଛ। ବିନତି କରୁଛି, ମୋତେ କୁହ, ତୁମେ କୋଉଠୁ ଏତେ ଖାଇବାକୁ ପାଉଛ? ମୋଟା ବିରାଡ଼ି ବସିପଡ଼ି ତା ଲାଞ୍ଜକୁ ଗୋଡ଼ରେ ବେଢ଼ାଇ ଜବାବ ଦେଲା, କୋଉଠୁ? ରାଜାଙ୍କ ବଣୋହିରୁ। ସବୁଦିନ ଭୋଜନ ପରଷା ଗଲେ ମୁଁ ସେଠାକୁ ଯାଇ କିଛି ସୁଖାଦ୍ୟ ଝାମ୍ପି ଆଣେ, ଖଣ୍ଡେ ମାଂସ ହଉ କି ମାଛଟିଏ ହଉ। ପତଳା ବିରାଡ଼ି ଛାତ ଧାରକୁ ଚାଲି ଆସିଲା। ସେ ନେହୁରା ହେଲା, ହେ, ମୋତେ କୁହ, ମାଂସ ଭଜା କ'ଣ? ଭଜା ମାଛ କେମିତି ବାସେ? ମୁଁ ତୋରାଣୀ ଛଡ଼ା କିଛି ଚାଖିନି। ଆର ବିରାଡ଼ି କହିଲା, ଆହା, ସେଇଥିପାଇଁ ତୁ ବୁଢ଼ିଆଣୀ ପରି ଶୁକୁଟା ଦିଶୁଛୁ। ଯଦି ଏବେ ତୁ ଖାଲି ଥରେ ରାଜାଙ୍କ ବଣୋହି ଦେଖିବୁ, ତୋ ନିଝାଲିଆ ଦେହରେ ନୂଆ ବଳ ମାଡ଼ି ଆସିବ। ତୋର ଯଦି ମନ, ମୁଁ କାଲି ତୋତେ ସେଠାକୁ ନେଇଯିବି। ସନ୍ତୋଷରେ ଘୁଡ଼ୁ ଘୁଡ଼ୁ ହୋଇ ପତଳା ବିରାଡ଼ି ଛାତରୁ କୁଦିପଡ଼ି ସୁଖବରଟି ମାଲିକାଣୀକୁ କହିବାକୁ ଦୌଡ଼ିଲା। କିନ୍ତୁ ବୁଢ଼ୀ ଖୁସି ହେଲାନି ଏ ଅଭିଯାନ କଥା ଶୁଣି। ସେ ତା ବିରାଡ଼ିକୁ ଗୁହାରି କଲା, ବିନତି କରୁଛି, ତୁ ଘରେ ରହି ସତ୍ ଅର୍ଜିତ ତୋରାଣୀ ପିଇ ତୃପ୍ତ ହୁଅ। ଭାବି ଦେଖ, ରାଜାଙ୍କ ଭୋଜନ ଚୋରି କଲା ବେଳେ ଯଦି ରାନ୍ଧୁଣିଆ ତୋତେ ଧରି ପକାଏ, ତୋର ଅବସ୍ଥା କ'ଣ ହେବ? କିନ୍ତୁ ପତଳା ବିରାଡ଼ି ଆହାର ପାଇଁ ଏତେ ଲୋଭେଇ ଯାଇଥିଲା ଯେ ମାଲିକାଣୀ କଥା ଗୁଡ଼ାକ ତାର ଏ କାନରେ ପଶି ସେ କାନରେ ବାହାରିଗଲା। ତହିଁ ଆରଦିନ ଦୁଇ ବିରାଡ଼ି ରାଜନଅରକୁ ବାହାରିଲେ। ତେଣେ ଗତ ପଅର ଦିନରୁ ନଅରରେ ବିରାଡ଼ିମାନେ ବଣୋହି ଘରେ ପଣ ପଣ ହେଲାରୁ ରାଜା ଆଜ୍ଞା ଦେଇଥାନ୍ତି, ଆଜିଠୁ ଯୋଉ ବିରାଡ଼ି ରାଜପ୍ରାସାଦରେ ନିଶ ବି ଦେଖାଇବ, ତାକୁ ଫାଶୀ ଦିଆଯିବ। ମୋଟା ବିରାଡ଼ି ବିଜ୍ଞତାର ସହ ଛପି ଛପି ପହଞ୍ଚିଲା। ସେ ଫାଟକରେ ଗଳି ଗଲାବେଳେ ଅନ୍ୟ ଏକ ବିରାଡ଼ି ତାକୁ ରାଜାଙ୍କ ଆଜ୍ଞା କଥା ଚେତାଇ ଦେଲାରୁ ସେ ଡିଆଁ ମାରି ପଳାଇଲା। କିନ୍ତୁ ପତଳା ବିରାଡ଼ି ବଣୋହି ଘରେ ପଶି ସାରିଥାଏ। ଭଜା ମାଂସ ବାସ୍ନାର ପ୍ରଥମ ଦରକାରେ ସେ ଝରକା ଦେଇ ପଶି ଆସି ଆଗକୁ ଡେଇଁ ପଡ଼ିଲା, ତା ସାଥୀକୁ ପଛରେ ଛାଡ଼ି। ରାଜାଙ୍କ ଠାରୁ ହରିଣ ମାଂସ ଭଜାରୁ ଖଣ୍ଡେ ଝାମ୍ପି ଆଣିଲା ବେଳେ ତା ବେକ ପଛରୁ ଟାଣୁଆ ହାତଟାଏ ତାକୁ ମାଡ଼ି ବସିଲା ଓ ଘଡ଼ିଏ ପରେ ତାକୁ ବଧ କରାଗଲା। ସନ୍ଧ୍ୟାରେ ବିରାଡ଼ି ରାତି ଖାଇବା ସକାଶ ନ ଫେରିଲାରୁ ବୁଢ଼ୀ ଦୀର୍ଘଶ୍ୱାସ ନେଇ କହିଲା, ହାୟ, ହାୟ, ମୋ ଚଣ୍ଡାଳୁଣୀ! ଯଦି ମୋ ବିରାଡ଼ି ସତ୍ ଅର୍ଜିତ ତୋରାଣୀରେ ଖୁସି ହେଇଥାନ୍ତା, ସେ ଏବେ ମଧ୍ୟ ମୋ ବୋଲି ମୁଣ୍ଡରେ ବସି ଘୁଡ଼ୁ ଘୁଡ଼ୁ ହେଉଥାନ୍ତା।